ବନ୍ଧରେ ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ଅଞ୍ଚଳରେ ଚଞ୍ଚକତା। ଟିକାବାଲି ଶଙ୍ଖାଖୋଲ ନିକଟସ୍ଥ ବନ୍ଧରୁ ଜଣେ ଯୁବକଙ୍କ ମୃତଦେହ ଦେଖିବା ପରେ ସମଗ୍ର ଅଞ୍ଚଳରେ ଚଞ୍ଚକତା ଖେଳିଯାଇଛି। ରାଜରାସ୍ତା କୂଳରେ ଥିବା ବନ୍ଧରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଏହି ଅସ୍ପଷ୍ଟ ମୃତ୍ୟୁକୁ ନେଇ ବିଭିନ୍ନ ଚର୍ଚ୍ଚା ଓ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁସାରେ ମୃତକ ଯୁବକ ଜଣକ ଟିକାବାଲି ଥାନା ଅନ୍ତର୍ଗତ ଶଙ୍ଖାଖୋଲ ଗ୍ରାମ ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନଙ୍କ ପୁଅ କିଟି ପ୍ରଧାନ ହୋଇଥିବା ବେଳେ ସେ ନିକଟସ୍ଥ ଶଙ୍ଖାଖୋଲ କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ। ପ୍ରାୟ 1 ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିବା ଜଣାପଡ଼ିଛି। ତେବେ ଗତ ରବିବାର ଠାରୁ ସେ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ସୂଚନା ମଧ୍ୟ ରହିଛି। ସେପଟେ 5 ଦିନ ବିତି ଯାଇଥିଲେ ମଧ୍ୟ ଆଜି ସକାଳେ ବନ୍ଧରୁ ତାଙ୍କର ମୃତଦେହ ଭାସି ଯାଉଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଟିକାବାଲି ଥାନା ଅଧିକାରିଣୀ ଏବଂ ପୁଲିସ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ତେବେ ଘଟଣାର ଗୁରୁତ୍ୱ ଦୃଷ୍ଟିରେ ଡଗ୍ ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇଥିଲା। ସେମାନଙ୍କର ଉପସ୍ଥିତିରେ ଶବକୁ ବାହାର କରାଯିବା ନେଇ ପ୍ରକାଶ କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ଏହି ସାଇଣ୍ଟିଫିକ୍ ଟିମ୍ ବୌଦ୍ଧଠାରୁ ସେମାନେ ପହଞ୍ଚିଥିଲେ। ଏହି ମଧ୍ୟରେ ଅଞ୍ଚଳରେ ବା ଘଟଣାସ୍ଥଳରେ ଶହ ଶହ ଲୋକମାନେ ଉପସ୍ଥିତ ରହିଥିଲେ। ପରିବାର ଗ୍ରାମବାସୀ ଶୋକର ଛାୟା ଖେଳିଯାଇଥିଲା। ଘଟଣା ପଛରେ କୌଣସି ଅପରାଧିକ ତତ୍ତ୍ୱ ଅଛି କି ନାହିଁ ତାହା ପୁଲିସ ତଦନ୍ତ ଜାରି ରଖିଛି। ସେପଟେ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଥିଲେ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ପରେ ଶବ ବନ୍ଧରୁ ବାହାର କରାଯାଇଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ସମସ୍ତ ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ଏହି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସମସ୍ତ ଯାଞ୍ଚ କରିଥିବା ସୂଚନା ରହିଛି। ଯାଞ୍ଚ ପରେ ପୁଲିସ ଏସବ ବ୍ୟବଚ୍ଛେଦ କରିବା ନିମନ୍ତେ ପଠାଇଥିବା ସୂଚନା ମଧ୍ୟ ରହିଛି। ସେପଟେ ପରିବାର ପକ୍ଷରୁ ଶୋକର ଛାୟା ଖେଳିଯାଇଛି। ଅଞ୍ଚଳରେ ଶହ ଶହ ଲୋକମାନେ ସ୍ଥାନରେ ଉପସ୍ଥିତ ରହି ସମସ୍ତ ବିଷୟ ଦେଖୁଥିବା ଦେଖିବାକୁ ମିଳିଛି। दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब, लाइक और शेयर करने को भूलिए नहीं।